ଦେଖନ୍ତୁ ସରସ୍ୱତୀ ପୂଜା ଆରମ୍ଭ ହେଲା। ସରସ୍ୱତୀ ହେଲେ ଆପଣଙ୍କର ବାଗ୍ଦେବୀ, ସେଠି କଲେଜରେ ହେଉଛି ସିଏ ହେଉଛି। ଆଚ୍ଛା, ସରସ୍ୱତୀଙ୍କର ରାସ୍ତା ଉପରେ କି କାମ? କିନ୍ତୁ ନା, ଆମେ ସରସ୍ୱତୀ, ଆମର ଗୋଟେ କ୍ଲବ୍ ଅଛି, ଆମେ ସରସ୍ୱତୀ ପୂଜା କରିବୁ। ଆରେ ଗୋଟେ କାମ କରନ୍ତେ, ଖାଇବା ପିଇବାକୁ ଦେଇ ଦିଅନ୍ତେ। ଖାଇବା ପିଇବାକୁ ଦେଲେ ଖର୍ଚ୍ଚ ଅଛି। ସେଠିକାର କର୍ପୋରେଟର ହୁଅନ୍ତୁ ବା MLA ହୁଅନ୍ତୁ ବା ଯଦି ସେ ଭାଗ୍ୟ ଭଲ କିଏ ମନ୍ତ୍ରୀ ଅଛନ୍ତି ତାଙ୍କ ପାଖରେ ତ ପହଞ୍ଚି ପାରିବେନି, କର୍ପୋରେଟରଙ୍କ ପାଖରେ ପହଞ୍ଚିବେ। ଆଉ ଭାଇନା ସେଠି ଗୋଟେ କରିଥାନ୍ତୁ, ଆଉ କିଛି ଗୋଟେ କିଛି ସାହାଯ୍ୟ କରୁନାହାନ୍ତି। କେତେ ଲୋକ ଆସିବେ? 2000 ଲୋକ। 2000 ଲୋକ ପାଇଁ କେତେ ପଇସା ଖର୍ଚ୍ଚ ହବ? ଆଜ୍ଞା 50 ଟଙ୍କା ଲେଖା ପକେଇତେ କ'ଣ ଦେବ ଭାଇ? 50 ଟଙ୍କା କ'ଣ ସେଠି ମଟନ୍ ବିକିବ ନା ମାଛ ବିକିବ ଖାଇବାକୁ ଦେବ? ତେଣୁ ସାଧା କରିବ। ସାଧା ମିଲ୍ଟାକୁ 30 ଟଙ୍କା ଧରନ୍ତୁ। 2000 ଲୋକ, 60,000 ଟଙ୍କା ଖର୍ଚ୍ଚ ହେଲା। 50,000 ଦେଇହବ, 10,000 କ'ଣ ତମେ ଆଦାୟ ଚାନ୍ଦା କରୁନ କିରେ? ନା ଆଉ ପୋଲିସ ସବୁଆଡ଼େ ଇଏ କରୁଛି, ସରକାର ନିୟମ କରିଛନ୍ତି, ଚାନ୍ଦା କର। ସେଠୁ ଆସିଗଲା। ତାହେଲେ ସେ କର୍ପୋରେଟ ହେଲେ ତାଙ୍କ ପାଇଁ ଭଗବାନ। କୌଣସି ଇଏରେ ଦେଖିବେନି ଯେ ସେ କର୍ପୋରେଟରଙ୍କ ପାଇଁ ହିଁ ଠିଆ ହେଇଥିବେ। ଆଚ୍ଛା, କର୍ପୋରେଟର ଆସିଲେ କୋଉଠୁ? ମନ୍ତ୍ରୀଙ୍କ ପାଖରୁ ଆଇଲେ କିମ୍ବା ବିଧାୟକ ପାଖରୁ ଆଇଲେ। ପଇସାଟା ବଣ୍ଟା ହବ। ମଲା ତୁଠ କାମ। ଯଦି ଗରିବ ଲୋକ ହେଇଛି ଯାଇକି ପହଞ୍ଚିବେ। ସେଠି ବେଳେ ବେଳେ ଯାଇକି ଦାଢି ବି କଟେଇ ଦେଇକି ପଳେଇ ଆସିବେ। କିଛି କିଛି ଜାଗାରେ ଭୋଟ ପାଇବା ପାଇଁ ଏତେ କାମ ହଁ, କରିବାକୁ ପଡେ। ଭୋଟଟା ତାଙ୍କ ରୋଜଗାରଟା ସେଇଠି।